କଳାକାନା ବୁଲାଇଲେ ଚୋର। ଚୋରି ସାମଗ୍ରୀ ଜବତ ସହ 2 ଗିରଫ। ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ରାଜଗଙ୍ଗପୁର ବ୍ଲକ ଅନ୍ତର୍ଗତ ଆଇଟି କଲୋନୀରୁ ଚୋରି କରିଥିବା ଅଭିଯୋଗରେ ସ୍ଥାନୀୟ ପୁଲିସ 2 ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଉକ୍ତ ଚୋରମାନେ ବନ୍ଦ ଥିବା ଏକ ଘରକୁ ନଜର ରଖି ଘରେ କେହି ନଥିବାର ସୁଯୋଗ ନେଇ ରାତିରେ ଘରେ ପଶି ବିଭିନ୍ନ ସାମଗ୍ରୀ ଚୋରି କରିଥିବାର ଅଭିଯୋଗ ହୋଇଥିଲା। ତେବେ ଘରୁ ସ୍କୁଟି, ଏଲଇଡି ଟିଭି, ଇନଭର୍ଟର ଓ ବ୍ୟାଟେରୀ ଚୋରି କରି ଫେରାର ହୋଇଯାଇଥିଲେ। ଚୋରମାନେ ଲୁହା ଛଡ଼ ସାହାଯ୍ୟରେ ଝରକା ରେଲିଂ ଭାଙ୍ଗି ଘର ଭିତରେ ପଶିଥିଲେ। ତେବେ ଆଲମାରୀ ଭାଙ୍ଗି ଛିନଛାତ୍ର କରି ସମସ୍ତ ସାମଗ୍ରୀ ଫୋପାଡ଼ି ଦେଇଥିଲେ। ତେବେ ସେମାନେ ଝରକା ଦେଇ ଘର ଭିତରକୁ ପଶିବା ପରେ ଘରର ମୁଖ୍ୟ ଦ୍ୱାରର ତାଲା ଭାଙ୍ଗି ଘରର ସାମଗ୍ରୀ ଚୋରି କରି ନେଇଥିଲେ। ସ୍ୱର୍ଗତ ପ୍ରସନ୍ନ କୁମାର ସାମନ୍ତରାୟଙ୍କ ଘର ବନ୍ଦ ଥିବା ତଥା ତାଙ୍କ ପରିବାର ଗାଁକୁ ଯାଇଥିବାର ସୁଯୋଗ ନେଇ ଚୋରମାନେ ଘରେ ପଶି ଚୋରି କରିଥିଲେ। ପଡ଼ୋଶୀଙ୍କଠାରୁ ସୂଚନା ପାଇ ପରିବାର ଲୋକେ ଗାଁରୁ ଫେରି ଘରେ ଚୋରି ହୋଇଥିବା ଦେଖି ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତତ୍ପରତାର ସହିତ ତଦନ୍ତ କରି 2 ଜଣଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି। ଧରାପଡ଼ିଥିବା ଚୋରଙ୍କ ଫଟୋ ଉତ୍ତୋଳନ ବେଳେ ଭିଡିଓ ଫଟୋ ନ କରିବା ପାଇଁ ସାମ୍ବାଦିକଙ୍କୁ ତାଗିଦ କରୁଥିବା ଦେଖାଯାଇଥିଲା। ରାଉରକେଲାରୁ ସାଇ ପ୍ରିନ୍ସ ମହାପାତ୍ରଙ୍କ ରିପୋର୍ଟ, ରିପବ୍ଲିକ ଓଡ଼ିଶା, ସାଧାରଣ ଲୋକଙ୍କ ସ୍ୱର।